श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि पापमोचनी एकादशी। आसन्तु एही पवित्र दिन रे पापमोचनी एकादशी व्रत कथा निश्चय श्रवण करिबा। युधिष्ठिर उवाच फाल्गुन कृष्ण एकादशी जाहाकु आमल की भासी शुणिली जार महिमा अतिक्रमिछ ज्ञान सीमा। चैत्रर कृष्ण एकादशी कहिबा नाम विधि मेसी। श्रीकृष्ण उवाच कृष्ण कहन्ति पाण्डुसुत जाहा पचार लोकहित। एकादशीर विशेष कहि जाअछन्ति लोमस। मान्धाता राजा पचारन्ते जाहा कहिले लोकहिते। मान्धाता उवाच लोकमानंक हित पाई तुम्भंकु किछि पचारई। चैत्र कृष्ण एकादशी केउ नामरे ताकु भासी। एथिरे कि फल कि विधि कहिबा तेबे तपनिधि। लोमस उवाच चैत कृष्ण एकादशी नामे कामदा बोली भासी। से सर्व सिद्धि प्रदायिनी जान मान्धाता नृपमणि। पूर्वे कुबेर वन देश बसंत कलाक प्रवेश। पुष्पित हेले लता माने मधुप मत मधुपाने। कोकिल कुहुराब कले दूत बकुल बल्लविले। उत्सुक असुर अप्सरा गंधर्व तुले हेले तोरा। चैत्रर थरे विहरिले भ्रमरे स्वार्थ मना हेले। बादित गीत ध्वनि मेले कोकिल कफरुह मिले। मन विकार मुनि गणे उत्सुक हेले अन्य बणे। मुगये मृग संग छाड़ी करिले नाही पद हुड़ी। काम दे बही देह बही संसार कला स्वयं तही। अप्सरा माने आनंदरे बुलिले से बन कंदरे। पुष्पित लता द्रुम देखी मने होइले महासुखी। देखिला मंजू घोषा तही मेधावी ऋषि छंती बही। रूप बयस देखी तार मानसे उपुजे विकार। मने मनज कीर्ति हेला पुनि मोहन प्रवर्तिला। विपंसी धरी सुमधुर प्रकाश कला कंठस्वर। भयरु अप्रेम न आसी क्रोश मात्र के हेला बासी। गाइला विपंची को धरी मेधावी ठारे मन भरी। सुमाल्य चंदन चर्चित बपुकु करु सुशोभित। देखिए मंच घोषा परी कंदर्प हेला आगसरी। जानी ताहाकु शिव भक्त करई बोली पराभूत। ता चक्र मंजुल भुजग्न कलास धनु अनुक्रम। तार कटाक्ष गुण करी
ସୁପକ୍ଷ୍ମ ନେତ୍ର ସର କରି ତା ଭୁଜ ରୁଟ କୋଟ କଲା। ବିନୟେ ସାବଧାନ ହେଲା ମଞ୍ଜୁ ଘୋଷାର ମଞ୍ଜୁ ରୂପ। କଲା ପଣା ସେନା ଗୋପ ଦେଖି ମେଧାବୀ ରୂପ କଳା। କାମେ ପୀଡ଼ିତ ସେ ଅବଳା ଶୋଭା ଓ ପରସ୍ମର ପରି। ଶୀତ ପବିତ୍ର ଦଣ୍ଡଧାରୀ କରୁଣ ସେ ମେଧାବୀ ଋଷି। ଚ୍ୟବନ ଆଶ୍ରମ ନିବାସୀ ସେଠାରେ ମଞ୍ଜୁ ଘୋଷାସି। ମୁନିଙ୍କୁ ଚାହିଁଣ ପ୍ରେୟସୀ ଆରତ ଶ୍ରମ ପାଇ ନାରୀ। ଗାଇଲା ମନ୍ଦ ମନ୍ଦ କରି ସୁବିଦ୍ୟା ସିଦ୍ଧ ପ୍ରଦା ଜାଣି। ନିତ୍ୟ ଆରମ୍ଭ କଲାଣି ମେଖଳା କିଙ୍କିଣୀର ଧ୍ୱନି। ନୂପୁର ସିଞ୍ଚି ତଳୁ ଘେନି ବଳୟ ରଣତ୍କାର କଲା। କି କାମ ଜୟ ଘୋଷ ଦେଲା ଚାହ ଚକିତ ମୁନିବର। ମନେ ବାଜିଲା ସ୍ମର ସର ପଦ ନୟନ ନ ଚଳିଲେ। ମଞ୍ଜୁ ଘୋଷର ବଶ ହେଲେ ମୁନିଙ୍କି ଏତାଦୃଶ କରି। ଦେଖି ପାଖରେ ବଳି ନାରୀ କଟାକ୍ଷ ଭାବ ହାବ କରି। ମୋହିତ କଲା ଅବିକାରୀ ବାଣୀକୁ ଥୋଇ ଆଲିଙ୍ଗନ। କଲା ସେ ମୁନିଙ୍କୁ ବହନ ମୁନି ଦିଶିଲେ ମନୋହାରୀ। ବଲରୀ ବୃନ୍ତ ତରୁ ପରି ଲକ୍ଷଣେ ଦେଖି କାମ ତତ। ଗଲା ଦେହରୁ ଶିବ ତତ। ରସିକା ରତି ରସ ଭୋଳେ ରାତ୍ର ଦିବସ ନ ଜାଣିଲେ। ଯେବେ ମୁନିର କର୍ମ ବେଳା ଜାଣିବି ମୁଖ ହେଲା ବାଳା। ତେବେ ବହୁତ ଚାଟୁ କରି ରତେ ପ୍ରବର୍ତ୍ତେ ତପଚାରି। ନିଜ ଆଚାର ଲୋପ କରି ଗଲା ବହୁତ କାଳ ସରି। ନିଜ ଭୁବନେ ଉତ୍ସୁକିତ ହୁଅନ୍ତେ ମଞ୍ଜୁ ଘୋଷ ଚିତ୍ତ। ଯିବାକୁ ମାଗିଲେ ଅନୁଜ୍ଞା ତହିଁକି ଋଷି କଲେ ଆଜ୍ଞା। ପ୍ରଭାତ ସନ୍ଧ୍ୟା ଅବଧାରୀ ଆଶ୍ରମ ସମୀପେ ସୁନ୍ଦରୀ। ଶୁଣିଏ ଆଜ୍ଞା ମୁନିଙ୍କର ଭୟରେ ନ ଦେଇ ଉତ୍ତର। ରମିଲା ପୁଣି ସଙ୍ଗେ ରହି ବହୁତ କାଳ ଭୀତ ହୋଇ। ତ୍ରିଦିନ ନବ ମାସ ଅନ୍ତ ବର୍ଷକ ପଞ୍ଚ ରମିଲା ପୁଣି ଅର୍ଦ୍ଧ ନିଶା। ଗମି କହିଲା ମଞ୍ଜୁ ଘୋଷା ଯିବି ଗୃହକୁ ମହାବାହୁ। ଅନୁଜ୍ଞା ମୋତେ ଦେବା ହେଉ। ଶୁଣି ମେଧାବୀ ଆଜ୍ଞା ଦେଲେ ଏ ପ୍ରାତ କାଳ ଅବହେଳେ। ଶୁଣ ମୋ ବଚନ ସନ୍ଦେହ ସନ୍ଧ୍ୟା ସାରିବା ଯାଏ ରହ। ଏ ବାକ୍ୟ ମୁନିଙ୍କର ଶୁଣି ଆନନ୍ଦ ହୋଇଲା ରମଣୀ। କହିଲା କିଛି ସ୍ମିତା କରି ସେ ସୁବିସ୍ମିତା ବର ନାରୀ। ଅପ୍ସରୀବାଚ आहे ଅଘନ ମୁନିବର ସ୍ମରେ କେତେକ ସନ୍ଧ୍ୟା ତୋର। ସେ କାଳ ପ୍ରମାଣ କହିବା ମୋଠାରେ ସଦୟ ହୋଇବା। ପ୍ରଫୁଲ୍ଲ ନେତ୍ର ହୋଇ ମୁନି
କାଳ ପ୍ରମାଣ କଲେ ପୁଣି ତାତୁଲେ ସେର ମିଲେ ପୁଣି 57 ମାସ ଜାଣି ପୁଣି ଉଛୁକେ ମଞ୍ଜୁ ଘୋଷା ନ ମେଲା କରି ଯିବା ଆଶା କ୍ରୋଧ ବହିଲେ ମୁନି ବର ଦିଶିଲେ ଜ୍ୱାଳା ମାଳା ଧର ନେତ୍ର ଦୁଇରୁ ବିଷ୍ଣୁ ଲିଙ୍ଗ ମୁକ୍ତ କରନ୍ତି କୋପଲିଙ୍ଗ କ୍ରୋଧରେ କମ୍ପ ଇୟଧର ସହଜେତ ଦଣ୍ଡଧର ସେ କାଳ ରୂପ ପରିମାଣେ ଚାହିଣ ମୁନି ସେ ରମଣୀ ଦୁଃଖ ଅର୍ଜିତ ତପ ଘର କ୍ଷୟକୁ ନେଲୁ ତୁମର ହେମନ୍ତ ବୋଲି ମୁନି ବର ବାରାଜ କଲେ ତାବ ପର ଧିକ ତମୋହି ବାସ ଭାବ ଧିକ କପଟ ପ୍ରୀତି ଭାବ ପିଶାଚ ହୁଅ ଏହି କ୍ଷଣେ ନ ପଡ଼ୁ ଏ ରୂପ ଲକ୍ଷଣେ ସାପକୁ ଶୁଣି ଏତ ଦୃଶା କମ୍ପି ବୋଇଲା ଏ ମଦଶା ତୁମ୍ଭ ସଦଏ ମୁନି ବର ଏ ସାପ ନିଷ୍କୃତି ବିଚାର ହେମନ୍ତେ ବୋଲି ପାଦେ ପଡ଼ି ପାଣି ପଙ୍କଜ ପଦ ଲୋଡ଼ି ବୋଇଲେ ଅପରାଧ ମୋର କ୍ଷମା କରିବ ମୁନିବର ବଚନ 5-7 ପଦେ ସନ୍ଥଙ୍କ ସଙ୍ଗ ହୁଅ ମୁଦେ ତୁମ ସଙ୍ଗରେ ମୁନିବର ନେଲି ମୁଁ ବହୁତ ବଛର ଏ ହେତୁ ଆହେ ମୁନିବର ମୋଠାରେ ଅନୁକମ୍ପା କର ମୁନିର୍ବାଚ କଲୁ ମୋ ମହାତପକ୍ଷୟ ଏଥିରେ ଅଛି କି ଉପାୟ ଶୁଣିବା ମାର ଦିନ ବାଣୀ ଦୟାରେ ମୁନିବର ଭଣୀ କହିଲେ ଯେଣେ ତୋର ସାପ ନିବର୍ତ୍ତି ହେବ ଦିବ୍ୟ ରୂପ ଚୈତ୍ରର କୃଷ୍ଣ ଏକାଦଶୀ ପାପ ମୋଚନୀ ନାମେ ଭାସି ସର୍ବପାତକ କ୍ଷୟକାରୀ ମୋ ବ୍ରତ ଜାଣ ସୁକୁମାରୀ ମଞ୍ଜୁ ଘୋଷାକୁ ଏତେ କହି ମେଧାବୀ ଗଲେ ଲତା ଜହିଁ ଆଶ୍ରମେ ମେଧାବୀ କି ଦେଖି କହେ ଚ୍ୟବନ ହୋଇ ଦୁଃଖୀ ହେ ପୁତ୍ର ଏକି ବିଧି କଲ କଲା ସୁକୃତ କ୍ଷୟ କଲ ହେତା ତ କଲି ମୁଁ ପାତକ ରମିଲି ଅପସରି ଏକ କହିବା ପ୍ରାୟଶ୍ଚିତ ତାତ କେଣେ ପାପ ହେବ ହତ ଚ୍ୟବନ ବାଚ ଚୈତ୍ରର କୃଷ୍ଣ ଏକାଦଶୀ ସେ ସର୍ବପାତକ ବିଧ୍ୱଂସୀ ପାପ ମୋଚନ ନାମ ବହି ସମସ୍ତ ଶାସ୍ତ୍ରେ ଖ୍ୟାତ ହୋଇ ସେ ଏକାଦଶୀ ବ୍ରତ କର ଆତ୍ମାକୁ ଆପଣେ ଉଦ୍ଧର ମେଧାବୀ ପିତା ବାକ୍ୟ ଶୁଣି କଲେ ସେ ବ୍ରତ ତତ୍ତ୍ୱ ଜାଣି ସଞ୍ଚିତ ପାପ ହେଲା ଗତ ଉଦିତ ପୁଣ୍ୟ ହେଲା ଯୁକ୍ତ ଏ ବ୍ରତ ମଞ୍ଜୁ ଘୋଷା କରି
ପିଶାଚ ପାପରୁ ଧରି ପୂର୍ବୁ ଅଧିକ ରୂପ ବହି ଶୋଲକ ଗଲା ଥିଲା ଯହିଁ ଲୋମସବାଚ ଏ ପାପ ମୋଚନିକା ବ୍ରତ କରିବ ଯେ ଅବାନିୟତ ତାର ସମସ୍ତ ପାପ କ୍ଷୟ ହୋଇ ନୃପ ନିସଂଶୟ ପଢ଼ଇ ଯେ ଅବା ଶୁଣଇ ଧେନୁ ସହସ୍ର ଫଳ ପାଇ ଗୁରୁ ତଛଗ ମହାପାପୀ ସୁବର୍ଣ୍ଣ ହାରି ଯେ ସୁରାପି ଏମାନେ ଏହି ବ୍ରତ କରି ଏ ସର୍ବ ପାପୁ ଜାନ୍ତି ତରି ବହୁତ ପୁଣ୍ୟ ଏହି ବ୍ରତେ ଏଣୁ ଏ ଉତ୍ତମ ଜଗତେ। ଇତେ ଶ୍ରୀ ଭବିଷ୍ୟତ ପୁରାଣେ ଚୈତ୍ର କୃଷ୍ଣ ପାପମୋଚନୀ ନାମେ ଏକାଦଶୀ ମହାତ୍ମ୍ୟେ ନବମ ଅଧ୍ୟାୟ। ଏବେ ଆସନ୍ତୁ ଏହି ପାପମୋଚନୀ ଏକାଦଶୀ କଥା ଗଦ୍ୟରେ ଆରମ୍ଭ କରିବା। ମହାରାଜ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ଠାରୁ ଚୈତ୍ର ମାସ କୃଷ୍ଣ ପକ୍ଷର ଏକାଦଶୀ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିବାରୁ ଶ୍ରୀକୃଷ୍ଣ କହିଲେ, ରାଜେନ୍ଦ୍ର, ମୁଁ ତୁମକୁ ଏହି ବିଷୟରେ ଗୋଟିଏ ପାପନାଶକ ଉପାଖ୍ୟାନ ଶୁଣାଇବି, ଯାହା ଚକ୍ରବର୍ତ୍ତୀ ନରେଶ ମାନ୍ଧାତା ପଚାରିବାରୁ ଋଷି ଲୋମସ କହିଥିଲେ। ମାନ୍ଧାତା ପଚାରିଲେ, ହେ ଭଗବାନ, ମୁଁ ଲୋକଙ୍କ ହିତ ନିମନ୍ତେ ଚୈତ୍ର ମାସ କୃଷ୍ଣ ପକ୍ଷରେ କେଉଁ ଏକାଦଶୀ ବ୍ରତ ହୁଏ ଏବଂ ଏହାର ବିଧି କ'ଣ ତଥା ଏଥିରୁ କେଉଁ ଫଳ ପ୍ରାପ୍ତ ହୁଏ ତାହା ଶୁଣିବାକୁ ଚାହେଁ। କୃପା କରି ମୋତେ ତାହା କୁହନ୍ତୁ। ମହର୍ଷି ଲୋମସ କହିଲେ, ନୃପଶ୍ରେଷ୍ଠ, ପୂର୍ବ କାଳର କଥା ଅପ୍ସରାମାନଙ୍କ ଦ୍ୱାରା ସେବିତ ଚୈତ୍ରରଥ ନାମକ ବନରେ ଗନ୍ଧର୍ବ କନ୍ୟାମାନେ ନିଜର ଦାସମାନଙ୍କ ସାଙ୍ଗରେ ବାଜା ବଜାଇ ବିହାର କରୁଥାନ୍ତି। ମଞ୍ଜୁଘୋଷ ନାମକ ଅପ୍ସରା ମୁନିବର ମେଧାବୀଙ୍କୁ ମୋହିତ କରିବା ପାଇଁ ଗଲା। ସେହି ମହର୍ଷି ଚୈତ୍ରରଥ ବନରେ ରହି ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ। ମଞ୍ଜୁଘୋଷ ମୁନିଙ୍କ ଭୟରେ ଆଶ୍ରମଠାରୁ ଏକ କୋଶ ଦୂରରେ ହିଁ ରହିଗଲା ଏବଂ ସୁନ୍ଦର ଶୈଳୀରେ ବୀଣା ବଜାଇ ମଧୁର ଗୀତ ଗାଇବାକୁ ଲାଗିଲା। ମୁନିଶ୍ରେଷ୍ଠ ମେଧାବୀ ବୁଲି ବୁଲି ସେପଟେ ଗଲେ ଏବଂ ଅପ୍ସରାଙ୍କୁ ଏହି ପ୍ରକାର ଗାୟନ କରୁଥିବା ଦେଖି ମହାଭିଭୂତ ହୋଇଗଲେ। ମୁନିଙ୍କର ଏପରି ଅବସ୍ଥା ଦେଖି ମଞ୍ଜୁଘୋଷ ତାଙ୍କ ପାଖକୁ ଆସିଲେ ଏବଂ ବୀଣା ତଳେ ରଖି ତାଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ। ମେଧାବୀ ମଧ୍ୟ ତା ସଙ୍ଗରେ ରମଣ କରିବାକୁ ଲାଗିଲେ। ଦିନ ରାତି କିଛି ସେମାନଙ୍କୁ ଜଣାପଡ଼ୁନଥିଲା। ଏହି ପ୍ରକାର ସେମାନଙ୍କର ବହୁତ ଦିନ ଅତିବାହିତ ହୋଇଗଲା। ମଞ୍ଜୁଘୋଷା ଦେବଲୋକକୁ ଯିବା ପାଇଁ ପ୍ରସ୍ତୁତ ହେଲା। ଯିବା ସମୟରେ ସେ ମୁନିଶ୍ରେଷ୍ଠ ମେଧାବୀଙ୍କୁ କହିଲେ, ବ୍ରହ୍ମଣ, ଏବେ ମୋତେ ମୋ ରାଜ୍ୟକୁ ଯିବା ପାଇଁ ଆଜ୍ଞା ଦିଅନ୍ତୁ। ମେଧାବୀ କହିଲେ, ଦେବୀ, ଯେ ପର୍ଯ୍ୟନ୍ତ ପ୍ରାତଃ ସନ୍ଧ୍ୟାର ସମୟ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ ମୋ ପାଖରେ ରୁହ। ଅପ୍ସରା କହିଲା, ବିପ୍ରବର, ଏପର୍ଯ୍ୟନ୍ତ କେତେ ଯେ ସନ୍ଧ୍ୟା ଚାଲିଗଲାଣି ଜଣା ନାହିଁ। ମୋ ପାଇଁ କୃପା କରି ବିତି ଯାଇଥିବା ସମୟର ବିଚାର ତ କରନ୍ତୁ। ଲୋମସ କହିଲେ, ରାଜନ, ଅପ୍ସରୀର କଥା ଶୁଣି ମେଧାବୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯେତେବେଳେ ବିତି ଯାଇଥିବା ସମୟର ହିସାବ କଲେ ସେତେବେଳେ ଜଣାପଡ଼ିଲା ଯେ ତା ସଙ୍ଗରେ ତାଙ୍କର 57 ବର୍ଷ ବିତିଗଲାଣି। ସେ ତାଙ୍କ ତପସ୍ୟାର ବିନାଶକାରିଣୀ ଜାଣିବାରୁ ମୁନିଙ୍କର ତା ଉପରେ ବହୁତ କ୍ରୋଧ ଜାତ ହେଲା। ସେ ଅଭିଶାପ ଦେଇ କହିଲେ, ପାପିନୀ, ତୁ ପିଶାଚୀ ହୋଇଯା। ମୁନିଙ୍କ ଶାପରେ ଦଗ୍ଧ ହୋଇ ସେ ବିନୟପୂର୍ବକ ନତମସ୍ତକ ହୋଇ କହିଲା, ହେ ବିପ୍ରବର, ମୋତେ ଶାପରୁ ଉଦ୍ଧାର କରନ୍ତୁ। 7 ବାକ୍ୟ କହିଲେ ଅଥବା 7 ପାଦ ଏକ ସଙ୍ଗରେ ଚାଲିବା ମାତ୍ରେ ସତ୍ପୁରୁଷଙ୍କ ସଙ୍ଗରେ ମୈତ୍ରୀ ହୋଇଯାଏ। ହେ ବ୍ରହ୍ମଣ, ମୁଁ ତ ଆପଣଙ୍କ ସାଥିରେ ଅନେକ ବର୍ଷ ବିତାଇଛି, ଏଣୁ ହେ ସ୍ୱାମୀ, ମୋ ଉପରେ କୃପା କରନ୍ତୁ। ମୁନି କହିଲେ, ଭଦ୍ରେ, କ'ଣ କରିବି? ତୁମେ ମୋର ବହୁତ ବଡ଼ ତପସ୍ୟା ନଷ୍ଟ କରିଦେଲ। ତଥାପି ଶୁଣ, ଚୈତ୍ର କୃଷ୍ଣ ପକ୍ଷରେ ଯେଉଁ ଶୁଭ ଏକାଦଶୀ ଆସେ ତାର ନାମ ପାପମୋଚିନୀ। ତାହା ସାପ ଉଦ୍ଧାରିଣୀ ତଥା ସର୍ବ ପାପ କ୍ଷୟକାରିଣୀ। ସୁନ୍ଦରୀ, ସେହି ବ୍ରତ କଲେ ତୁମର ପିଶାଚତା
ଦୂର ହୋଇଯିବ। ଏପରି କହି ମେଧାବୀ ନିଜ ପିତା ମୁନିବର ଚ୍ୟବନଙ୍କ ଆଶ୍ରମକୁ ଗଲେ। ତାଙ୍କୁ ଆସିବାର ଦେଖି ଚ୍ୟବନ ପଚାରିଲେ, ପୁତ୍ର, ଏ କ'ଣ କଲ? ତୁମେ ତ ନିଜ ପୁଣ୍ୟ ନାଶ କରିଦେଲ। ମେଧାବୀ କହିଲେ, ପିତାଶ୍ରୀ, ମୁଁ ଅପ୍ସରା ସଙ୍ଗରେ ରମଣ କରିବାର ପାତକ କରିଛି। ଏବେ ଆପଣ ଏଭଳି କୌଣସି ପ୍ରାୟଶ୍ଚିତ କହନ୍ତୁ, ଯାହାଦ୍ୱାରା ଏ ପାତକ ନାଶ ହୋଇଯିବ। ଚ୍ୟବନ କହିଲେ, ପୁତ୍ର, ଚୈତ୍ର କୃଷ୍ଣ ପକ୍ଷରେ ଯେଉଁ ପାପମୋଚନୀ ଏକାଦଶୀ ଆସେ, ଏହାର ବ୍ରତ କଲେ ପାପରାଶି ବିନାଶ ହୋଇଯିବ। ପିତାଙ୍କର ଏହି କଥା ଶୁଣି ମେଧାବୀ ସେହି ବ୍ରତାନୁଷ୍ଠାନ କଲେ। ଏହାଦ୍ୱାରା ତାଙ୍କର ପାପ ନଷ୍ଟ ହୋଇଗଲା ଓ ସେ ପୁଣି ତପମୟ ହୋଇଗଲେ। ଏହି ପ୍ରକାର ମଞ୍ଜୁଘୋଷା ମଧ୍ୟ ଏହି ଉତ୍ତମ ବ୍ରତ ପାଳନ କଲା ଏବଂ ଏହାର ପୁଣ୍ୟ ବଳରେ ପିଶାଚ ଯୋନିରୁ ମୁକ୍ତ ହେଲା ଓ ଦିବ୍ୟ ରୂପଧାରିଣୀ ଶ୍ରେଷ୍ଠ ଅପ୍ସରା ହୋଇ ସ୍ୱର୍ଗଲୋକକୁ ଚାଲିଗଲା। ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜନ, ଯେଉଁ ଶ୍ରେଷ୍ଠ ମନୁଷ୍ୟ ପାପମୋଚନୀ ଏକାଦଶୀ ବ୍ରତ କରନ୍ତି, ସେମାନଙ୍କ ସମସ୍ତ ପାପ ନଷ୍ଟ ହୋଇଯାଏ। ଏହାକୁ ପଢ଼ିଲେ ଓ ଶୁଣିଲେ ସହସ୍ର ଗୋଦାନର ଫଳ ମିଳେ। ବ୍ରହ୍ମହତ୍ୟା, ସୁବର୍ଣ୍ଣ ଚୋରି, ସୁରାପାନ ଏବଂ ଗୁରୁପତ୍ନୀ ଗମନକାରୀ ମହାପାତକୀ ମଧ୍ୟ ଏହି ବ୍ରତ କଲେ ପାପମୁକ୍ତ ହୋଇଯାଆନ୍ତି। ଏହି ବ୍ରତ ଅତ୍ୟନ୍ତ ପୁଣ୍ୟମୟ। ଏବେ ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ପ୍ରଥମେ ତୁଳସୀ ବନ୍ଦନା କରିବା, ତାପରେ ତୁଳସୀ ମହାତ୍ମ୍ୟ କିଛି ସମୟ ହେଉ ପଛେ ପାଠ କରିବା। ତୁଳସୀ ବନ୍ଦନା। ବନ୍ଦଇ ତୁଳସୀ ଚରଣ, କର ମା ସନ୍ତାନେ କଲ୍ୟାଣ। ମହାନିତ୍ୟ ଧାମେ ନିବାସ, ନାରାୟଣେ କରିଣ ତୋଷ। ତୁ ମାତା ବିଷ୍ଣୁ ମନୋହାରୀ, ସାପେ ଆସିଛୁ ଅବତରୀ। ସତ୍ୟ ଯୁଗରେ ସତ୍ୟବତୀ, ପରାଶରଙ୍କ ପ୍ରିୟତୀ। ବ୍ୟାସଦେବଙ୍କୁ ଧରି ଗର୍ଭେ, ଲୀଳା କରିଲୁ ଏହି ଭବେ। ମାଳତୀ ରୂପେ ତ୍ରେତୟାରେ, ନିମଗ୍ନ ପ୍ରଭୁଙ୍କ ପୂଜାରେ। ଦ୍ୱାପରେ ମାୟା ଦୈତ୍ୟ ଜାୟା, ତ୍ରିପୁରା ନାମ ତୋର ମା। ଜଳନ୍ଧର ପତ୍ନୀ କଳିରେ, ବୃନ୍ଦାବତୀ ନାମ ସେଠାରେ। ଏଥୁ ଅନ୍ତେ ତୁଳସୀ ନାମେ, ପୂଜା ପାଉଛୁ ମର୍ତ୍ତ୍ୟ ଧାମେ। ତୋ ମୁଖ ଯେ କରେ ଦର୍ଶନ, ସକଳ ପାପ ହୁଏ লীନ। ଯେ ନାରୀ ତୋର ବୃକ୍ଷ ମୂଳେ, ଗୋମୟେ ଲିପିବତୀ କାଳେ। ଭକ୍ତିରେ ପୂଜଇ ଚରଣ, ସେ ଲଭେ ଅଶେଷ କଲ୍ୟାଣ। ତୋ ମୂଳେ ଗଙ୍ଗା ଜଳ ସ୍ଥାନ, ଶାଖାରେ ପ୍ରଭୁ ନାରାୟଣ। ପତ୍ରରେ ଦେବାଦେବୀ ଗଣ, ତୋତେ କରନ୍ତି ବିତରଣ। ତୁ ବିଷ୍ଣୁ ଦେବଙ୍କ ଘରଣୀ, ଅଶେଷ
ମଙ୍ଗଳକାରିଣୀ। ତୋ ପତ୍ର ବିନା ନୈବେଦ୍ୟ ଭୁଞ୍ଜନ୍ତି ନାହିଁ ଆଦି କନ୍ଦ। ତୋ ଦୟଣାର ମାଳ ହେଉ ପ୍ରଭୁଙ୍କ କଣ୍ଠେ ଶୋଭା ପାଉ। ବାର ବାର ତୋ ପାଦେ ନମେ ଦୟା କର ମାଏ ଅଧମେ। ମହାତ୍ମ୍ୟ ଲେଖିବି ତୋହର ଏତକି କରୁଣା ମା କର। ତୁଳସୀ ମହିମା ବର୍ଣ୍ଣନ। ସୁଜନେ କରନ୍ତୁ ଶ୍ରବଣ ତୁଳସୀ ମହିମା କଥନ। ଶୁକ ମୁନି ଯେ ହର୍ଷ ଚିତେ ମିଳିଲେ ରାଜା ପରୀକ୍ଷିତେ। ଦେଖି ମୁନିଙ୍କ ଆଗମନ ଭକ୍ତିରେ ପୂଜିଲେ ଚରଣ। ପରୀକ୍ଷିତ ଉବାଚ ଭୂମୁନି ଲୋଭି ଦର୍ଶନ କୃତାର୍ଥ ହେଲା ମୋର ପ୍ରାଣ। ଏ ଅସମୟେ କି କାରଣେ ବିରାଜ କଲ ମୋ ଭୁବନେ। ସଂକ୍ଷେପୀ କୁହନ୍ତୁ ବୁଝାଇ ଚିତ୍ତ ଯେ ବ୍ୟାକୁଳ ହୋଇ। ତବ କଲ୍ୟାଣେ ସୁଖେ ନୀତି ପ୍ରଜାଏ ରାଜ୍ୟେ ବିହରନ୍ତି। ଶ୍ରୀଶୁକ ଉବାଚ ଆଦର ଯତ୍ନ ପାଇ ଯତି କୁହନ୍ତି ଶୁଣ ପାର୍ଥ ନୀତି। ଅନେକ ମନାସି ମନରେ ଆସିଲି ମୁହିଁ ତୁମ୍ଭପୁରେ। ବରଷା କାଳ 4 ମାସ କରିବି ଏଠାରେ ମୁଁ ବାସ। ଆସିଛି ତେଜିଣ ଆଶ୍ରମ ସମ୍ମତି ଦେବ କି ରାଜନ। ନତୁବା ବଳି କି ଅନ୍ୟତ୍ର ଦୁଃଖ ନ ହେବ ଲେଶ ମାତ୍ର। ଶୁଣି ମୁନିଙ୍କ ଏ ବଚନ କହନ୍ତି ପରୀକ୍ଷ ରାଜନ। ପରୀକ୍ଷିତ ଉବାଚ ରାଜନ ଯୋଡ଼ିବେନି କର ମୁନିଙ୍କୁ ବୋଲନ୍ତି ଉତ୍ତର। ମୁହିଁ ତୁମ୍ଭର କୃପା ବଳେ ଆନନ୍ଦ ଚିତ୍ତେ ପ୍ରଜା ପାଳେ। ତୁମ୍ଭ ଲାଗି କଇ ସ୍ଥାନ ଯେବେ ନ କରିଲି ଅର୍ପଣ। କି ଲାଭ ଥାଇ ରାଜ୍ୟ ଧନ ଅସାର ସିନା ହେବ ପ୍ରାଣ। ଏଥକୁ ନ ହେଲେ ସମର୍ଥ ନିନ୍ଦା ଲଭିବ ପରୀକ୍ଷିତ। ଏମନ୍ତ ବୋଲିଣ ସଧୀରେ ମୁନିଙ୍କୁ ନେଲେ ସଙ୍ଗତରେ। ସୁନ୍ଦର ଏକ ନିବାସ ମୁନିଙ୍କୁ ଅର୍ପିଲେ ନରେଶ। ଖାଦ୍ୟ ପେୟର ବନ୍ଦୋବସ୍ତ କ୍ଷଣିକେ କଲେ ପରୀକ୍ଷିତ। ସୁଖ ମୁନି ଆନନ୍ଦ ଚିତ୍ତେ କଟାଇ ଦେଲେ ଦିନ କେତେ। ଏକଦା ପରୀକ୍ଷିତ ରାଜା କରନ୍ତି ମୁନି ପାଦ ପୂଜା। ସନ୍ତୋଷ ଲଭି ନୃପଠାରେ ବୋଲନ୍ତି ରାଜନେ ସଧୀରେ। ଶ୍ରୀଶୁକ ଉବାଚ ଲୋଭିଲି ଅନେକ ତୃପତି ଯେଣୁ କରିଲ ବହୁ ପ୍ରୀତି। ଧାର୍ମିକ ଜନଙ୍କ ପ୍ରଧାନ
से लागी बीजे तो भवन केउँ गाथारे तुम्भमती कुहन्तु आहे नरपति यद्यपि थिव मते जणा निश्चय करिबि वर्णना। श्री परीक्षित उवाच सहास्य बदने राजन बोलन्ति ब्रह्म बेटा शुण अधमे जेवे एड़े दया कुहन्तु न करिण माया तुलसी महिमा श्रवणे आग्रह बळिछि मने सुदया कर आहे जति जेबे राजने तुम्भ प्रीति कर्णे शुणे मन्त बाणी हसी कहन्ति सुक मुनि। श्री शुक उवाच राजन मन देई शुण कहिबि तुलसी आख्यान परम पवित्र वचन शुणन्ते पातक दहन अटई गुप्त विषय हटिब मनरु संशय राजन तुम्भे महाज्ञानी भावरु पारिले मो जाने बुझाई कहिबि सकल तोष होइब महिपाल क्षणे बसी मुदी नयन तुलसी कुकर स्मरण मुनिक कहिबारे प्राय बसिले परीक्षित राय प्रसन्न बदन देखिण मुनि बोइले हे राजन एथर खोलन्तु नयन आनंदे करन्तु श्रवण गृह तोली धार्मिक जने सम्मुखे चौरा निर्माणे तहिरे विधि मते सेही तुलसी वृक्षे गोपई चतुसम करिले पई नाना दिवन रे सजाई संध्या काल रे सेही जन घियबती जाळई पुण स्नानादि तर्पण सारिण जल दिए वृक्ष मूलेण पुणी तुलसी पत्र नेई गंडू से जल रे सेवई ताहाकु करिण दर्शन अनुकूल करे जे जन सकल आशा पूर्ण हुए ए कथा केवे मिथ्या नुहे एहार कारण राजन संक्षेपी करुछि बखाण अपूर्व महिमा वृक्षर शुणन्तु आहे नरवर तुलसी वृक्ष मूल जान गंगा देवींक वासस्थान डाଳରେ शुणनुक्षण रहिथान्ति नारायण ब्रह्मा शंकर देव इंद्र जम वरुण सूर्य चंद्र जक्ष रक्ष जे नईरत गंधर्व चारण समस्त पत्र रे
କରିଥାନ୍ତି ବାସ ସଂଶୟ ନ କର ନରେଶ। ଏ ବୃକ୍ଷ ପରମ ପବିତ୍ର ଆନକେ ନହେବ ସମର୍ଥ। ଗୁପ୍ତ ରହସ୍ୟ ଫିଟାଇ କହିଲି ଆହେ ନରସାଇଁ। ଶୋକ ପରୀକ୍ଷିତ କଥନ ଅଜୟ କରଇ ଲେଖନ। ତ୍ରିପୁରା ଦେବୀ ଓ ଷଡ଼ଚକ୍ର ଆଖ୍ୟାନ। ପରୀକ୍ଷିତ ଉବାଚ ଯୋଡ଼ିଣ ବେନି କର ପତ୍ର ବୋଲନ୍ତି ରାଜା ପରୀକ୍ଷିତ। ଭୋମୁନି ଲଭିଲି ସନ୍ତୋଷ ଶୁଣିଣ ତୁଳସୀ ରହସ୍ୟ। ଆଗ୍ରହ ବଢ଼େ ବେଳୁ ବେଳ ହେ ମୁନି ଶୁଣନ୍ତୁ ମୋ ଗୀର। ଏହି ତୁଳସୀ ଦେବୀଙ୍କର କେଉଁଠି ଅଟେ ନିଜ ଘର। ମର୍ତ୍ତ୍ୟ ମଣ୍ଡଳେ କାହିଁ ପାଇଁ ଆସିଲେ ଦେବୀ ଦୟାମୟୀ। ଜୟା କରିଣ ଆହେ ମୁନି ବୁଝାଇ କୁହନ୍ତୁ ସେ ବାଣୀ। ଶୁଣିଣ ପରୀକ୍ଷିତ ଗୀର ଶ୍ରୀଶୁକ ଦିଅନ୍ତି ଉତ୍ତର। ଶ୍ରୀଶୁକ ବାଚ ପୁଛିଲ ଯେଉଁ ବାଣୀ ମତେ ଶୁଣ ରାଜନ ହୃଷ୍ଟ ଚିତ୍ତେ। ପରମାତ୍ମାଙ୍କ ପ୍ରିୟତି ତୁଳସୀ ନନ୍ଦିନୀ ଅଟନ୍ତି। ତ୍ରିପୁରା ଅଟେ ତାଙ୍କ ନାମ ନିତ୍ୟସ୍ଥଳ ଅଟଇ ଧାମ। ଅଟନ୍ତି ସେ ପରମ ଶକ୍ତି ନିତ୍ୟସ୍ଥଳେ ପ୍ରହରା ଦିଅନ୍ତି। ଶ୍ରୀରାଧାଙ୍କର ସହଚରୀ ମଣ୍ଡନ୍ତି ବୈକୁଣ୍ଠପୁରୀ। ତ୍ରିପୁରା ଦେବୀ ସାପ ବଳେ ଜନମିଲେ ମର୍ତ୍ତ୍ୟ ମଣ୍ଡଳେ। ଶୁଣି ରାଜନ ସାପ କଥା ପୁଛନ୍ତି ଆହେ ବ୍ରହ୍ମବେତ୍ତା। ପରୀକ୍ଷିତ ବାଚ ଭୋମୁନି ସାପ କଥା ଶୁଣି ସନ୍ଦେହ ହୁଏ ମନେ ପୁଣି। କିଏ ସେ ଦେଲେ ତାଙ୍କୁ ସାପ ଯେଣୁ ହୋଇଲେ ସେ ପାଦକ। କି କର୍ମ କରିଥିଲେ ଦେବୀ ହୋଇଲେ ଏଡ଼େ ଅନୁଭବୀ। ସକଳ କୁହନ୍ତୁ ବୁଝାଇ ମନରୁ ସନ୍ଦେହ ଫିଟାଇ। ପରୀକ୍ଷିତଙ୍କ ମୁଖ ଶୁଣି ହସି କହନ୍ତି ଶୁକ ମୁନି। ଶ୍ରୀଶୁକ ବାଚ ଶୁଣ ରାଜନ ପରୀକ୍ଷିତ ଏକଥା ଅତୀବ ଗୁପ୍ତ। ଷଡ଼ଚକ୍ର ଉପରେ ଶୁଣ ବିରାଜ ମହାନିତ୍ୟ ଧାମ। ସହସ୍ର ପାଖୁଡ଼ା ସୁମନ ବିକଶିତ ଯେ ସେହି ସ୍ଥାନ। ଆଲୋକ ଅନ୍ଧକାର ନାହିଁ ଦିବାନେଶୀ ହୁଏ ନା ତହିଁ। ଜରା ବ୍ୟାଧିର ନାହିଁ ଭୀତି ଝଟକେ ଅପରୂପ କାନ୍ତି। ଅଷ୍ଟ ସଖୀଙ୍କ ଗହଣରେ ପରମାତ୍ମା ଯେ ବିଜେ କରେ। 16,000 ଗୋପୀନେଇ ନିତ୍ୟ ରାହାସେ ହନ୍ତି ବାଇ। ସହସ୍ରଦଳ ପାଖୁଡ଼ା ମଧ୍ୟେ ନିରାକାର ବିଜେ ଆନନ୍ଦେ।
ରାସଲୀଳା ରାଧାଙ୍କ ସଙ୍ଗେ ମାତି ଥାନ୍ତି ନାନା ରଙ୍ଗେ। ସେ ପଥ ଗମ୍ୟ ଯେ ଅତି ଧ୍ୟାନରେ ଯୋଗୀ ଋଷି ପାନ୍ତି। ଷଡ଼ଚକ୍ରକୁ ଯେ ଭେଦିବ ନିତ୍ୟ ରାସକୁ ସେ ଦେଖିବ। ପ୍ରଥମ ଦ୍ୱାରେ ଗଣନାଥ ଇନ୍ଦୁର ବାହନେ ଶୋଭିତ। ଦ୍ୱିତୀୟ କାମଦେବ ରତି କାମନାତେ ଜୀବ ଝଟତି। ଇନ୍ଦ୍ରିୟ ସଂଯମ କରିବ ତେବେ ଦ୍ୱାରେ ଯେ ପ୍ରବେଶିବ। ତୃତୀୟ ଦ୍ୱାରେ ରହିଥାନ୍ତି ବ୍ରହ୍ମାଙ୍କ କୋଳେ ମା ସାବିତ୍ରୀ। ହଂସ ବାହନେ ବେଦପତି ସେ ଚକ୍ର ଦ୍ୱାରେ ବସିଥାନ୍ତି। ସେ ଚକ୍ର ଭେଦିଣ ଗମିବ ଅନାହତ ଚକ୍ରେ ମିଳିବ। ଅନାହତର ପରେ ଶୁଣ ଶ୍ରୀ ବିଷ୍ଣୁଙ୍କର ବିଜେ ସ୍ଥାନ। ଆନନ୍ଦେ ବିହାର କରନ୍ତି ପାର୍ଶ୍ୱରେ ଲକ୍ଷ୍ମୀ ସରସ୍ୱତୀ। ଶ୍ରୀ ବିଷ୍ଣୁ ମାୟାକୁ ଭେଦିବ କଣ୍ଠ ଚକ୍ରରେ ସେ ମିଳିବ। ସେ ଚକ୍ରେ ଛନ୍ତି ହର ଗୌରୀ ଦିବାନିଶି ସାଜି ପ୍ରହରୀ। ସେ ଦ୍ୱାର କରିଲେ ଲଙ୍ଘନ ଷଡ଼ଚକ୍ର ହେବ ଦର୍ଶନ। ସେ ଷଡ଼ଚକ୍ର ପରେ ଶୁଣ ଅଟଇ ମହାନିତ୍ୟ ଧାମ। ମହାନିତ୍ୟ ଧାମେ ପ୍ରହରୀ ଅଟନ୍ତି ତ୍ରିପୁରା ସୁନ୍ଦରୀ। ସର୍ବଗୋପୀଙ୍କ ମଧ୍ୟେ ସାର ସେବନ୍ତି ପ୍ରଭୁଙ୍କ ପୟର। ତାହାଙ୍କୁ ସବୁ ଥାଏ ଜଣା ଆନକେ ନ କରେ ବଡ଼ିମା। ପାଇଣ ତ୍ରିପୁରା ନିର୍ଦ୍ଦେଶ ଗୋପୀଙ୍କ ଭାବ ପରକାଶ। ନାୟିକା ମଧ୍ୟେ ଶ୍ରେଷ୍ଠା ସେହି ନିତ୍ୟସ୍ଥଳ ନୀତି ସେବଇ। ସେ ଦ୍ୱାର କଥା ରାଏ ଶୁଣ ବ୍ରହ୍ମା ବିଷ୍ଣୁ ଯେ ଶଙ୍କର୍ଷଣ। ଦ୍ୱାରକୁ ଭାଜନ ନୁହନ୍ତି ତ୍ରିପୁରାଙ୍କର ଏଡ଼େ ଶକ୍ତି। ତାହାଙ୍କୁ ଭକ୍ତିରେ ତୋଷିଲେ ସେ ସ୍ଥାନେ ମିଳିବ ଝରେ। ତ୍ରିପୁରା ନିତ୍ୟ ବିରାଜନ୍ତି ରାସସ୍ଥଳୀକୁ ଜଗିଥାନ୍ତି। ସେ ରାସସ୍ଥଳ ନିତ୍ୟ ଧାମ ଦେବତା ନ ପାନ୍ତି ଦର୍ଶନ। ଭକ୍ତିରେ କଲେ ତାଙ୍କୁ ତୋଷ ସେ ପୁଣି କରିବେ ପ୍ରୟାସ। ସଙ୍ଗତେ ଗମିବେ ଅଗମ୍ୟ ଲଭିବ ଧାମ ଦର୍ଶନ। ଅଜୟ ମାତା ପଦ ଧ୍ୟାଇ ତୁଳସୀ ମହାତ୍ମ୍ୟ ରଚଇ। ବିଷ୍ଣୁଙ୍କର ତ୍ରିପୁରା ଆରାଧନା। ପରୀକ୍ଷିତ ଉବାଚ ପୁଛନ୍ତି ପରୀକ୍ଷିତ ରାଜା କରିଣ ମୁନି ପାଦ ପୂଜା। ଭୋମୁନି କୁହନ୍ତୁ ତୋରିତ ତ୍ରିପୁରା ଦେବୀଙ୍କ ଚରିତ।
ଯେତେ ଶୁଣିଲେ ସେ ଆଖ୍ୟାନ ତୋଷ ନୁହଁ ମୋର ମନ। ରାଜାଙ୍କ ମୁଖ ଶୁଣି ଗିର ହସି କହନ୍ତି ମୁନିବର। ଶ୍ରୀଶୁକ ବାଚ ଏଥୁ ଅନ୍ତେରା ଜନ ଶୁଣ କହିବି ଆନ ଉପାଖ୍ୟାନ। ନିତ୍ୟ ଧାମର ବିଷ୍ଣୁ ବାଣୀ କହି ଭାସିଲି ତୁମ୍ଭ ମନ ଜାଣି। ଏବେ ଶୁଣନ୍ତୁ ମନ ଦେଇ ମାନବ ବିଷ୍ଣୁ କଥା ଏହି। ଯୁଗକୁ ଯୁଗ ସେ ଈଶ୍ୱର ନିଅନ୍ତି ନାନା ଅବତାର। ମର୍ତ୍ତ୍ୟମଣ୍ଡଳେ ଯୋନି ଜନ୍ମ ଲଭନ୍ତି ସେ ପୁରୁଷୋତ୍ତମ। ମନ ମଧ୍ୟରେ ବଡ଼ ଗର୍ବ କରି ରୁହନ୍ତି ସେହି ଦେବ। ଲକ୍ଷ୍ମୀ ଦେବୀଙ୍କୁ ପତ୍ନୀ ପଣେ ପାଇଣ ଭାବନ୍ତି ସେ ମନେ। ଜଗତ ପିତା ଅଟେ ମୁହିଁ ମୋ ବିନୁ ଗତି ମୁକ୍ତି ନାହିଁ। ବ୍ରହ୍ମାଣ୍ଡେ ଆମ୍ଭେ ବେନି ଶ୍ରେଷ୍ଠ ଖଣ୍ଡୁ ଜଗତର ଜେରିଷ୍ଠ। ଏମନ୍ତ ଗୌରବ ବହିଣ କରନ୍ତି ସଦା ବିଚରଣ। ଏକଦା ଶୁଣ ହୋ ରାଜନ ଭ୍ରମଣେ ବୋଳାଇଣ ମନ। ମାନବ ବିଷ୍ଣୁ ଯେ ଚଳିଲେ ପ୍ରଭୃତି ରୂପେ ମୁଗ୍ଧ ହେଲେ। କରନ୍ତି ମନରେ ବିଚାର ଏ ସୃଷ୍ଟି ଅଟଇ ମୋହର। ଜୀବ ଜଗତ ତରୁ ତୃଣ ମୋ ସ୍ନେହେ ହୁଅନ୍ତି ପାଳନ। ମୁଁ ବି ଯେ ସକଳ ଘଟରେ ମୋ ମାୟା ଘେରିଛି ସଂସାରେ। ମନରେ ଏମନ୍ତ ବିଚାରି ଆଗକୁ ଯାଉଥାନ୍ତି ଚଳି। ନୟନେ ଦେଖନ୍ତି ଠାକୁର ସମ୍ମୁଖେ ଏକ ଗିରିବର। ନୀଳଗିରି ନାମ ଅଟଇ ଅଦ୍ଭୁତ ପକ୍ଷୀ ଅଛି ତହିଁ। ଭୂତ ଭବିଷ୍ୟ ସର୍ବଜ୍ଞାତା 14 ଭୁବନର କଥା। ମହାଜ୍ଞାନୀ ସେ ହୁଅଟଇ ବିଷ୍ଣୁଙ୍କୁ ଏହା ଜଣା ନାହିଁ। ପ୍ରବେଶ ହେଲେ ତା ପାଶରେ ସାମାନ୍ୟ ପକ୍ଷୀ ଭାଳିତାରେ। ଗୌରବେ ନ ଦେଲେ ସମାନ ଚିନ୍ତିଲେ କରିବେ ବିଶ୍ରାମ। ଭୂଷଣ୍ଡ କାକ ନାମ ତାର ଏହା ବିଷ୍ଣୁଙ୍କୁ ଅଗୋଚର। ବିଷ୍ଣୁଙ୍କ ହାବ ଭାବ ଜାଣି ଭୂଷଣ୍ଡ କାକ ବୋଲେ ବାଣୀ। ଭୂଷଣ୍ଡ କାକ ବାଚ ହେ ବିଷ୍ଣୁ ତୁ ଏଡ଼େ ଅଜ୍ଞାନ ହୋଇଲା କିବା ମତି ଭ୍ରମ। ଗୌରବେ ନ ଚିହ୍ନିଲେ ମୋରେ ଖାତର ନ କରିଲୁ ତିଳେ। ମୋର ସଂସାରେ ନେଇ ଜନ୍ମ ନିତ୍ୟ କରୁଛୁ ବିଚରଣ। ତୋ ପରି ବିଷ୍ଣୁ କେତେ କେତେ ଦେଖିଛି ମୁହିଁ ମରତେ। କାଳ କବଳେ ନିଷ୍ପେଷିତ ହୋଇଣ ତେଜିଲେ ମରତ। କେତେ ବିଷ୍ଣୁଙ୍କୁ ଦେଖିଅଛି କଳ୍ପ କଳ୍ପରୁ ବସିଅଛି। ବହିଣ ଏ ମାନବ ଦେହ ମନରେ କିମ୍ପା କର ମୋହ।
ଭୂଷଣ୍ଡ କାକ ନାମ ମୋର, ଏ କଥା ବିଷ୍ଣୁ ହେତୁ କର। ପରିଚୟ ପାଇ ଠାକୁର, ସନ୍ତାପ କରିଲେ ଯେ ଘୋର। ଯୋଡ଼ିଣ ବେନି କର ପତ୍ର, କ୍ଷମା ମାଗନ୍ତି ଲକ୍ଷ୍ମୀକାନ୍ତ। ଶ୍ରୀ ବିଷ୍ଣୁବାଚ, ହେ କାଳ ଈଶ କ୍ଷମା କର। ଅପରାଧ କଲି ତୋଛା ମୋର, ଅଜ୍ଞାନେ ଅରଜିଲି ଦୋଷ। ମୋଠାରେ ନ କରନ୍ତୁ ରୋଷ, ଚରଣେ ପଶୁଛି ଶରଣ। ଅଧମେ କରନ୍ତୁ କଲ୍ୟାଣ, ମୋ କୃତ କର୍ମ ଲାଗି ମୁହିଁ। ଅନୁତପ୍ତ କରେ ଗୋସାଇଁ, ଛାମୁରେ କରଇ ପ୍ରାର୍ଥନା। ଦିଅ ନା ଏଣିକି ଭର୍ସନା, ଉପାୟ କୁହନ୍ତୁ ହେ ନାଥ। ଯୋନି ଜନ୍ମରୁ ହେବ ମୁକ୍ତ, ଏତିକି କରନ୍ତୁ କଲ୍ୟାଣ। ବନ୍ଦୁଛି ତୁମରି ଚରଣ, ଶୁଣି ବିଷ୍ଣୁ କାକୁସ୍ଥ ଗିର। ଭୂଷଣ୍ଡ ଦିଅନ୍ତି ଉତ୍ତର, ଭୂଷଣ୍ଡ କାକବାଚ, ମାନବ ବିଷ୍ଣୁ ବାରେ ଶୁଣ। ଯାଦ୍ୱାରା ଲୋଭିବ କଲ୍ୟାଣ, ଷଡ଼ଚକ୍ର ଉପରେ ଜାଣ। ପରମ ବ୍ରହ୍ମଙ୍କ ନିତ୍ୟ ଧାମ, ରାଧାଙ୍କ ସଙ୍ଗେ ଜଗଦୀଶ। ରାସ କରନ୍ତି ହୋଇ ତୋଷ, ପାର୍ଶ୍ୱରେ ଛନ୍ତି ଅଷ୍ଟ ସଖୀ। ମିଳି 16,000 ଗୋପୀ, ସେ ରାସ କରିଲେ ଦର୍ଶନ। ମୁକତି ମିଳିବ ଗୋ ଶୁଣ, ସକଳ ପାପ ହେବ ଲୀନ। ଆଉ ନ ହେବ ଯୋନି ଜନ୍ମ, ଶୁଣି ଭୂଷଣ୍ଡ ମୁଖବାଣୀ। ଉତ୍ତର ଦିଅନ୍ତି ସେ ପୁଣି, ଶ୍ରୀ ବିଷ୍ଣୁବାଚ, ଭୋକାକ କୁହନ୍ତୁ ବଚନ। କେଉଁଠି ସେହି ନିତ୍ୟ ଧାମ, କିପରି କରିବି ଦର୍ଶନ। କିଭଳି କରିବି ଗମନ, ଫିଟାଇ କୁହନ୍ତୁ ସନ୍ଦେଶ। ଶରଣ ଗଲି କାକ ଈଶ, ଶ୍ରୀ ବିଷ୍ଣୁ ଠାରୁ ଶୁଣି ଗିର। ଭୂଷଣ୍ଡ ଦିଅନ୍ତି ଉତ୍ତର, ଭୂଷଣ୍ଡ କାକବାଚ, ଶ୍ରୀ ବିଷ୍ଣୁ ଶୁଣନ୍ତୁ ବଚନ। ହେ ପଥ ଅତୀବ ଗମ୍ୟ, ଷଡ଼ଗୋଟି ଯେ ଦ୍ୱାର ତହିଁ। ଲଙ୍ଘିବ ତାକୁ ଭକ୍ତି ବହି, ତାପରେ ମହାନିତ୍ୟ ଧାମ। ତ୍ରିପୁରାଙ୍କର ବାସସ୍ଥାନ, ଭକତି ବିନା କେବେ କହି। ସେ ସ୍ଥାନରେ ପହଞ୍ଚି ନାହିଁ, ସେବିଲେ ତ୍ରିପୁରା ଚରଣ। ଭେଟିବୁ ମହାନିତ୍ୟ ଧାମ, ଏପରି ବୁଝାନ୍ତେ ବହୁତ। ଶ୍ରୀ ବିଷ୍ଣୁ ହୋଇଲେ ଚକିତ, ଭୂଷଣ୍ଡ କାକର ପୟରେ। ପ୍ରଣତି ଢାଳିଲେ ଭକ୍ତିରେ, ତହୁଁ ଗୃହକୁ ବାହୁଡ଼ିଲେ। ମୁନିଙ୍କୁ ରାଜନ ପୁଛିଲେ, ପରୀକ୍ଷିତ ବାଚ,
बोलुछि राजा परीक्षित हे मने करन्तु व्यकत एथु अन्ते होइला किस श्री विष्णु बाहुडेण बास राजन भक्ति भाव जाणी तोते कहन्ति सुख मुनि श्री शुकवाच मानव विष्णु गृहे जाई बंचे त्रिपुरा पद ध्याई दिवस सर्वरी भक्ति रे खटिले मातांक पयरे एमंते बीते बहु दिन नहेला मातांक दर्शन श्री विष्णु दुख मन देई तेजिले खाद्य रस दही संकल्प करिण बसिले मातांक पये भक्ति भळे कातर कंडे जोड़ी हस्ते डाकंती आहे जगत माते रख मो बुड़ी बार भेड़ा संसारे पुरी छित लीला नमस्ते त्रिपुरा जननी नमस्ते संकट तारिणी नमस्ते त्रिपुर मोहिनी नमस्ते कल्याणकारिणी नमस्ते माँ करुणामयी प्रसव हुआ महामाई एमंते विष्णु कले स्तुति अत्यंत व्याकुल हुवन्ति संतान वत्सला जननी मानव विष्णु मन जाने ताहांकु देले दर्शन भक्ति रे होई सुप्रसन्न बोलंती जे त्रिपुरा मात बाबूरे से अगम्य पथ तो परे जेणु मु संतोष पूर्ण करिबी तोर आस तोते संगरे घेने जीवी रासस्थली को देखाइबी माताठू पाई प्रतिश्रुति श्री विष्णु लभिले त्रुपति राजने भणे सुख मुनि भक्तिर समृत बाणी तुलसी महात्म्यर कथा शुणन्ते नासे भव व्यथा से देवी पादे रखिलय गीते विरचिला जय देवी त्रिपुरांक साप वृत्तांत परीक्षित वाच जोड़ीण बेने कर पत्र पूछन्ति राजा परीक्षित भमुनि न होई मौन कुहन्तु विष्णुंक आख्यान संतोष करी मातृपुरा किपरि देखिले से लीला सराग देखि राजांकर श्री शुक दियन्ति उत्तर शुण राजन शुद्ध चेता जहा पुछिलु सार कथा मानव विष्णु सन्निधाने त्रिपुरा मिलिले प्रसन्ने हे विष्णु शुण मो वचन जेबे बंदिलु मो चरण तुम्भंकु संगते नेण कराइब रास दर्शन गोपी वेशरे सज करी मुने भी तुम्भ हाथ धरी नाही आन किछि उपाय मनरे
ନକର ସଂଶୟ। ଏମନ୍ତ ତ୍ରିପୁରା ଭାସିଣ ବିଷ୍ଣୁଙ୍କୁ ସଜ କଲେ ଶୁଣ। ଅମ୍ଳାନ ପାଟ ପିନ୍ଧାଇଲେ ବକ୍ଷରେ କାଞ୍ଚୁଲି ବାନ୍ଧିଲେ। ବାହୁରେ ବାଜୁ ବନ୍ଧ ଦେଇ ହସ୍ତକୁ କଙ୍କଣେ ସଜାଇ। ଗଳାରେ ମୁକ୍ତାହାର ଦିଅନ୍ତି ନାସାରେ ବସଣି ଖଞ୍ଜନ୍ତି। କର୍ଣ୍ଣ ଯୁଗରେ ସ୍ୱର୍ଣ୍ଣ ଝରା ମୁଖ ଦିଶିଲା ଅତି ତୋରା। କଳ୍ପଳ ଗାର ନୟନରେ କଜଳ ଗାର ନୟନରେ ରଙ୍ଗଲେ ପିଲେ ଅଧରରେ। ମଣ୍ଡଳାକାରେ ବାନ୍ଧି ବେଣୀ ଖଞ୍ଜି ଦେଲେ ପାତଡ଼ଣି। କୋଟି ଚନ୍ଦ୍ର ମୁଖ ନିନ୍ଦଇ ରୂପେ ରତି ଗଲେ ଲାଜେଇ। ଏମନ୍ତେ ସୁବେଶ କରାଇ ତ୍ରିପୁରା ଗଲେ ସଙ୍ଗେ ନେଇ। ଷଡ଼ଦ୍ୱାରକୁ ଲଙ୍ଘି ଗଲେ ରାସସ୍ଥଳୀରେ ସେ ମିଳିଲେ। ଦେଖି ତାହାଙ୍କ ରୂପ ଶୋଭା ଆନ ଗୋପୀଏ ହେଲେ କାବା। ଶୋଭାରେ ହୋଇଣ ମଗନ ମୁଖରୁ ନ ସ୍ଫୁରେ ବଚନ। ଶୋଭଇ ଅନନ୍ତ ଶିଖର ତହିଁ କି ପଦ୍ମର କେଶର। ମାନବ ବିଷ୍ଣୁ ସେ ସ୍ଥାନର ସୁବେଶେ ହୋଇଲେ ହାଜର। ଚାଲିଛି ଶପଥ ମଣ୍ଡଣେ ନିତ୍ୟ ରାହସ ଗୋପୀ ମେଳେ। ଏ ସ୍ଥାନେ ଏକଇ ପୁରୁଷ ଯୁବତୀ ଛନ୍ତି 16 ସହସ୍ର।